हेलो फ्रेंड्स, वेलकम टू आवर चैनल। तो दर्शक बंधु, तो ମୁଁ ଆଜି ଗୋଟେ କଥା କହିବାକୁ ଏଠି ଆସିଛି। ତ ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବା ଅଗଷ୍ଟ 9 ତାରିଖ 2025। ଓକେ, ତ ଆଜି ଭଳିଆ ଦିନରେ ଯେଉଁମାନଙ୍କର ଭଉଣୀ ଅଛି ବା ଯେଉଁମାନଙ୍କର ଭାଇ ଭଉଣୀ ପାଖାପାଖି ଅଛନ୍ତି, ସେମାନେ ବହୁତ ଖୁସି ମନାଉଛନ୍ତି। ଯାହାଫଳରେ କି ସେମାନେ ଟିକେ ଗୋଟେ ଭଉଣୀ ଗୋଟେ ଭାଇ ହାତରେ ରାକ୍ଷୀ ବାନ୍ଧିଲେ ବା ସେମାନଙ୍କୁ ଗୋଟେ ଖୁସି ଲାଗେ କି ରକ୍ଷାବନ୍ଧନରେ କିଛି ସୁବିଧା ଅସୁବିଧା ରକ୍ଷା କରିବା ପାଇଁ ବା କିଛି ସପୋର୍ଟ ପାଇଁ ଗୋଟେ ଭଉଣୀ ଗୋଟେ ଭାଇ ପାଇଁ ଠିଆ ହେଇଥାଏ, ଆଉ ଗୋଟେ ଭଉଣୀ ପାଇଁ ଭାଇ ମଧ୍ୟ ଠିଆ ହେଇଥାଏ, ଗୋଟେ ଭାଇ ପାଇଁ ଭଉଣୀ ମଧ୍ୟ ଠିଆ ହେଇଥାଏ। ଓକେ, ତ କିନ୍ତୁ ଆଜି ଯେଉଁ ରକ୍ଷାବନ୍ଧନ ଅଛି, ଓକେ, ତ ଏ ରକ୍ଷାବନ୍ଧନ କିଛି ଅଶୁଭ ଘଟଣା ବି ଘଟୁଛି। ଆଉ ଆମ ହିନ୍ଦୁ ଧର୍ମ ହିସାବରେ ଯେଉଁମାନେ ରକ୍ଷାବନ୍ଧନ କରୁଛନ୍ତି ସେମାନେ ଏହାର କିଛି ଅପଭ୍ରଂଶ ବି କରୁଛନ୍ତି। ଓକେ, ଯେମିତିକି ଆପଣ ଭାବୁଥିବେ ମୁଁ କ'ଣ ପାଇଁ ଏମିତି କହୁଛି। ତ ଏମିତି କିଛି ଘଟଣା ଘଟିଛି ଯେଉଁଟା ମୁଁ ଦେଖିଥିଲି, ନିଜ ଆଖିରେ ମଧ୍ୟ ଦେଖିଛି ଆଉ ନିଜେ ମଧ୍ୟ ଅନୁଭବ କରିଛି। ତ କିଛି ଝିଅ ପିଲା ଅଛନ୍ତି କ'ଣ କରୁଛନ୍ତି ନା, ଧରମ ଭାଇ ଆମର ମାନେ ଏକ୍ସ ବୟଫ୍ରେଣ୍ଡକୁ ଭାଇ ବନାଇ ଦେଉଛନ୍ତି ବା କେମିତି ବି ସେ ଜାଣିପାରୁନାହାନ୍ତି କି ସତରେ ଜାଣିକି ବାଞ୍ଚୁଛନ୍ତି, ମୁଁ ଜାଣିନି। ତ ଏମିତି କିଛି ଘଟଣା ଘଟିଥିଲା ଗୋଟେ ଜାଗାରେ, ଓକେ, ହାଇଦ୍ରାବାଦରେ। ଗୋଟେ ପିଲାଟା ଗାଉଁଲି ଜାଗାରୁ ଆସିଥିଲା। ସେ ଟିକେ ତାର ଟିକେ ମାଇଣ୍ଡ ସେଟ୍ ଠିକ୍ ନଥାଏ, କାରଣ ତା ବାପା ମାଆ କେହି ନାହାନ୍ତି। ମୁଁ ଯେତିକି ଜାଣିଛି ତା ବାପା ନାହାନ୍ତି ଛୋଟବେଳୁ, ସେଥିପାଇଁ ସିଏ ବୋଧେ ତା ମାଇଣ୍ଡ ଠିକ୍ ନଥିଲା। ତ ସିଏ ଦିନ ଥିଲା ସେ ଗୋଟେ ଝିଅକୁ ବହୁତ ଭଲ ପାଉଥିଲା। ସେ ପିଲାଟା ଝିଅକୁ ତାକୁ ଭାଇ ବୋଲି ଭାବୁଥିଲା କି କ'ଣ ନାହିଁ ଭାବୁନଥିଲା, ମୁଁ ଜାଣିନି। କିନ୍ତୁ ସେ ଝିଅକୁ ବହୁତ ମାନେ ୱାନ୍ ସାଇଡ଼୍ରୁ ଲଭ୍ କରୁଥିଲା। କିନ୍ତୁ ପୁଅର ଅଲରେଡ଼ି ଆଗରୁ ଦୁଇଟା ଗାର୍ଲଫ୍ରେଣ୍ଡ ବି ଥିଲେ। ଆଉ ସେମାନେ ପୁଅଟା ଏଇ ଟାଇପ୍ର। ଓକେ, ସେ ବହୁତ ଗାଉଁଲି ଜାଗାରୁ ଆସିଛି, ତ ଏତେ ତାର ଭଲ ପାଇବା ଉପରେ ନଲେଜ ନାହିଁ। ସେ ଯାହାକୁ ପାରେ ତାକୁ ଭଲ ପାଇଛି। ତ ଦିନ ଘଟଣା କ'ଣ କି ସେ ଝିଅ ତାକୁ ରାକ୍ଷୀ ବାନ୍ଧିଥିଲା। ଓକେ, ଝିଅ ତାକୁ ମନେ ମନେ ଭାଇ ଭାବିଥିଲା, ରାକ୍ଷୀ ମଧ୍ୟ ବାନ୍ଧିଥିଲା। କିନ୍ତୁ ସେ ପୁଅ ତାକୁ ବି ଭାଇ ଭଳିଆ ବ୍ୟବହାର କରୁଥିଲା କି ହଁ ମୁଁ ଆଜି ତୋର ଭାଇ, ତୋର ହଁ ସବୁ କଥା ଶୁଣିବି। କିନ୍ତୁ ସିଏ ତ ନିଜ ଭାଇ ନଥିଲା। ତ ସେକେଣ୍ଡ ଟାଇମ୍ ସେ ରାକ୍ଷୀ ବାନ୍ଧିଲା। ତ ପ୍ରଥମ ଟାଇମ୍ ସେ ଫାର୍ଷ୍ଟ ଟାଇମ୍ ଯେଉଁ ରାକ୍ଷୀ ବାନ୍ଧିଥିଲା, ସେତେବେଳେ ସେ ପୁରା ତାକୁ କିଛି ଗିଫ୍ଟ ଦେଇନଥିଲା। ସେ କହିଥିଲେ ତୁ ମୋ ନିଜ ଭଉଣୀ ଭଳିଆ, କାହିଁକିନା ମୁଁ ତତେ କିଛି ଗିଫ୍ଟ ଦେବାକୁ ଚାହୁଁନି, ତୁ ମୋ ନିଜ ଭଉଣୀ ଭଳିଆ। ତାର ଗିଫ୍ଟ ଦେବାକୁ ସକ୍ଷମତା ଥିଲା ନଥିଲା, କି ଟଙ୍କା 100 ଟଙ୍କା ଦେବାର ସକ୍ଷମତା ଥିଲା ନଥିଲା, ମୁଁ ଜାଣିନି। କିନ୍ତୁ ପ୍ରାୟତଃ ସେ ଦେଇନଥିଲା। ଝିଅ ବି ମାଗିନଥିଲା। ଝିଅ କହିଲା ନାଇଁ ମୁଁ ନିଜ ଭାଇ ଭଳିଆ ଭାବୁଛି, ସେଥିପାଇଁ ତମେ କିଛି ଗିଫ୍ଟ ଦେଲେ ମୁଁ ନେବି ନାହିଁ। ଯଦି ମୋ ନିଜ ଭାଇ ହେଇଥାନ୍ତା ସେ ମୋତେ ଦେଇନଥାନ୍ତା। ଝିଅ ତାକୁ ପ୍ରଥମ ବର୍ଷ ଏ କଥା କହି ମନା କରିଥିଲା। ଏ ପୁଅ ପାଖରେ ବି ନଥିଲା, କିନ୍ତୁ ପୁଅର ସାଙ୍ଗ ଯିଏ ସେ କହିଥିଲା କିଛି ଦେବା ପାଇଁ, କି ସିଏ ଦୁଇ ଜଣ ଉଭୟଙ୍କୁ ମନା କରିଥିଲେ, କାରଣ ପୁଅ ପାଖରେ କିଛି ନଥିଲା ଆଉ ଝିଅ ନେବାକୁ ମନା କରିଥିଲା। ତ ସେକେଣ୍ଡ ଟାଇମ୍ ଯେତେବେଳେ ସେ 2024ରେ ରାକ୍ଷୀ ବାନ୍ଧିଥିଲେ, ରାକ୍ଷୀ ପୂର୍ଣ୍ଣିମା ଦିନ ସେ ପୁଅ ତାକୁ କିଛି ଗିଫ୍ଟ ଦେଇନଥିଲା, କିନ୍ତୁ ଗୋଟେ କଥା କହିଥିଲା କି ତୋତେ ଏମିତି କିଛି ସରପ୍ରାଇଜ ଦେବି ତୋତେ କେଉଁ ଭାଇ ତ ଜୀବନ ଏମିତି ଦେଇନଥିବେ। ଆଉ ଝିଅଟା ବି ମନରେ ବହୁତ ଖୁସି ହେଇଥିଲା କି କାହିଁକିନା ଇଏ ମୋ ଧରମ ଭାଇ, ମୋ ନିଜ ଭାଇ ପାଖରେ ନିଜ ଭାଇକୁ ମୁଁ ବାନ୍ଧୁଛି ଅବଶ୍ୟ, କିନ୍ତୁ ଯେହେତୁ ଧରମ ଭାଇ ଭଳିଆ ମୁଁ ମାନୁଛି, ଇଏ ମୋତେ ନିଜ ଭାଇଟି ମୋତେ ଅଧିକା ସପୋର୍ଟ କରିବ ଆଉ ମୋ ଅସୁବିଧା ସୁବିଧାରେ ସାହାଯ୍ୟ କରିବ। ଓକେ, କିନ୍ତୁ ଦିନର ଘଟଣା ତ ଦିନ ଏମିତି ଦିନ ଆସିଲା, ସେ ପୁଅ ସେ ଝିଅକୁ ରୁମ୍କୁ ଖାଇବା ପାଇଁ ଡାକେ କି କ'ଣ ଗୋଟେ ଗିଫ୍ଟ ମାନେ କ'ଣ ଦେବା ପାଇଁ ଡାକିଥିଲା, କି ରୋଷେଇ କରିବା ପାଇଁ ଡାକିଥିଲା, ମୁଁ ଜାଣିନି ଏମିତି କିଛି ପର୍ଟିକୁଲାର କ'ଣ ହେଇଥିଲା। କିନ୍ତୁ ସେ ଝିଅକୁ ଡାକିଥିଲା, ଝିଅକୁ ଗୁଲକୁଣ୍ଡି ପାଣି ପିଆଇଥିଲା। ଆଉ ଗୁଲକୁଣ୍ଡି ପାଣିରେ ନିଶା ଟ୍ୟାବଲେଟ୍ ଦେଇକିନା ତାକୁ ପିଆଇ ଦେଇଥିଲା କି ତୁ ନେ, ତୁ ଖରାରେ ଆଇଛୁ, ହାଲିଆ ଯାଇଥିବୁ, ଓକେ, ତ ଗୁଲକୁଣ୍ଡି ପାଣିଟେ ନେଇ ପିଇଦେ। ତ ପିଲା ତାକୁ ଗୁଲକୁଣ୍ଡି ପାଣି ପିଆଇକି ଗୁଲକୁଣ୍ଡି ପାଣିରେ ନିଶା ଟ୍ୟାବଲେଟ୍ ମିଶାଇ ଦେଇଥିଲା। ନିଶା ଟ୍ୟାବଲେଟ୍ ଆଉ ନିଦ ବଟିକା, ତ ମୁଁ ଜାଣିନି ସେମ୍ କି ଅଲଗା ଅଲଗା ମିଶାଇଥିଲା, ମୁଁ ଜାଣିନି। ତ ମିଶାଇ ସାରିଲା ପରେ ତାକୁ ପିଆଇ ଦେଇଥିଲା। ଆଉ ତାପରେ ଝିଅଟି ନିଘ ନିଦରେ ଶୋଇପଡ଼ିଥିଲା। ତାର କିଛି ସମୟ ବା କିଛି ଦିନ ପରେ ଝିଅ ପାଖକୁ ହଠାତ୍ କଲ୍ ଆସୁଛି, ତୋ ପାଇଁ ସରପ୍ରାଇଜ୍ ମୁଁ ରଖିଛି, ତୁ ନେବୁନୁ? ଝିଅଟି କହେ ହଁ ଭାଇ ମୁଁ ନେବି। ଝିଅଠୁ ବୟସରେ 4 ବର୍ଷ 5 ବର୍ଷ ବଡ଼ ହେବ। ଝିଅ ତାକୁ ବହୁତ ସପୋର୍ଟ ମଧ୍ୟ କରେ। ଝିଅ ତାକୁ ଏମିତି ତାକୁ ତା ବର୍ଥଡେରେ ତାକୁ ପ୍ୟାଣ୍ଟ ସାର୍ଟ କିଣିକି ଦିଏ। ଝିଅ ପାଖରେ ପଇସା ନଥାଏ, ଧାର ଉଧାର କରିକି ଆଣିକି ପ୍ୟାଣ୍ଟ ସାର୍ଟ କିଣିକି ତା ବର୍ଥଡେରେ ତାକୁ ଗିଫ୍ଟ ଦେଇଥିଲା। ଓକେ,
ଦିନର ଘଟଣା ସେ ତାକୁ କଲ୍ କରି ମାନେ କୁହେ ତୋର ଗିଫ୍ଟ ନେବୁନି ତ, ସରପ୍ରାଇଜ ଅଛି ତୁମ ହାତରେ ରାକ୍ଷୀ ବାନ୍ଧିଥିଲୁ। ତ ଝିଅଟା କୁହେ ହଁ ଠିକ୍ ଅଛି ନେବି, କାହିଁ ନେବିନି, ତମେ ଯଦି ଦେବାକୁ ଚାହୁଁଛ ତମ ଆଡ଼ୁ ମୁଁ କାହିଁ ମନା କରିବି, ଓକେ ତ ମନରେ କଷ୍ଟ ହବନି। ତ ପୁଅଟା ତାକୁ ହଠାତ୍ ହ୍ୱାଟ୍ସଆପ୍ରେ ଫଟୋ ପଠାଏ, ଯେଉଁ ଫଟୋଟା ଝିଅର କିଛି ନିଶା ହେଲା ପରେ ମାନେ ସେମିତି ଶୋଇ ପଡ଼ିଲା ପରେ ତାର କିଛି ଅଶ୍ଳୀଳ ଫଟୋ ଇଏ ଜବରଦସ୍ତି ଉଠେଇ ଦେଲା, ସେ ଝିଅ କିଛି ଜାଣିନି କାରଣ ତାକୁ ଓଭରଡୋଜ୍ ଦିଆଯାଇଥିଲା। ଓକେ ଝିଅଟି କମ୍ ସେ କମ୍ 6 ଘଣ୍ଟା ଭଳିଆ ଶୋଇ ପଡ଼ିଥିଲା, ମାନେ ବେହୋସ ଅବସ୍ଥା ଥିଲା। 6 ଘଣ୍ଟା ପରେ ତାର ଅଟୋମେଟିକ୍ ସେନ୍ସ ଆସେ, ତାପରେ ସେ ଘରକୁ ପଳେଇଥିଲା। ସେ ଆଉ କିଛି ଜାଣିନଥିଲା ଏତେ ବିଷୟରେ। ସେ ପୁଅଟା ଅବଶ୍ୟ ତା ସହିତ କିଛି ଖରାପ କାମ କରିନାହିଁ, କିନ୍ତୁ ତା ଫଟୋଟା ଉଠେଇ ରଖିଦେଇଛି ତାକୁ ବ୍ଲାକମେଲ୍ କରିବା ପାଇଁ। ଓକେ ତ ସେ କୁହେ ସେ ପୁଅଟା ସେ ଝିଅଟା କୁହେ ତମେ ଏମିତି କାହିଁ କରୁଛ, ତାହେଲେ ସେ ପୁଅ ତାକୁ ମାନେ ବହୁତ ବ୍ଲାକମେଲ୍ କରି ପଇସା ପତ୍ର ମାଗେ, ତାକୁ ଜବରଦସ୍ତି ହଇରାଣ କରିବାକୁ ଚେଷ୍ଟା କରେ, ଆପଣ ବୁଝିପାରୁଥିବେ। ଓକେ ତ ସେ ଦିନ ଥିଲା, ସେ ଝିଅଟା ପଚାରେ ତମେ ମୋ ସହିତ କାହିଁ ଏମିତି କଲ, ତ ମୁଁ ତମକୁ କିଛି ମାଗିନି, ତମେ ତମ ଆଡ଼ୁ ଗିଫ୍ଟ ଦେବାକୁ କହିଥିଲ, ଆଉ ଏମିତି କାହିଁ କଲ। ତ ସେ ପୁଅଟି କୁହେ ତତେ ମୁଁ ୱାନ୍ ସାଇଡ଼୍ରେ ଭଲ ପାଉଥିଲି, ତତେ ସବୁବେଳେ ମୁଁ ସାହାଯ୍ୟ କରୁଥିଲି, ତୁ କିନ୍ତୁ ମୋତେ ଭାଇର ଉପରେ କାହିଁ ବାଛିଲୁ, ବାଛିଲି ତ ବାଛିଲୁ, ରାକ୍ଷୀ କାହିଁ ବାନ୍ଧିଲୁ। ତା ଝିଅଟିକୁ ତମେ କାହିଁ ମୋତେ ମନା କଲନି, ଆଗରୁ ତ କାହିଁ କେବେ କହିନଥିଲ ମୋତେ ଏମିତି ଭଲ ପାଉଥିଲ ବୋଲି। ପୁଅଟି କହିଲା ତତେ ମୁଁ କହିବା କ'ଣ ଦରକାର, ତୁ କ'ଣ ବୁଝିପାରୁନଥିଲୁ। ଝିଅଟି କୁହେ ତମର ତ ଗାର୍ଲଫ୍ରେଣ୍ଡ ଥିଲା ଅଲରେଡ଼ି 2ଟା, ଗାର୍ଲଫ୍ରେଣ୍ଡ ଥାଉ କି ନଥାଉ ତତେ ମୁଁ ଭଲ ପାଉଥିଲି ନା, ତୁ କାହିଁ ମୋତେ ରାକ୍ଷୀ ବାନ୍ଧିଲୁ। ତ ଏମିତି ହେଲା ପରେ ସେ ଝିଅଟି ଯେତେବେଳେ ତାର ଫଟୋ ଭାଇରାଲ୍ ହେଇଯାଏ, ଝିଅଟି ବିଷ ପିଇକି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲା। ତ ସେଥିପାଇଁ ସମସ୍ତଙ୍କୁ ମୋର ଏତିକି ରିକ୍ୱେଷ୍ଟ ଭଉଣୀମାନଙ୍କୁ, ଯେଉଁମାନେ ରାକ୍ଷୀ ବାନ୍ଧୁଛ ଧର୍ମ ପାଇଁ ବନଉଛ, ତମ ବୟଫ୍ରେଣ୍ଡର ଭାଇ କିମ୍ବା ଯିଏ ବି ହଉ, ଯିଏ ବି ପରକୁ ତମେ ଭଲ ଭାବରେ ଚିହ୍ନିନ, ଓକେ ଖାସ୍ କରି ସେଇମାନଙ୍କୁ କେବେ ବି ରାକ୍ଷୀ ବାନ୍ଧନ୍ତୁନି କି ତାଙ୍କର କୌଣସି ପ୍ରକାର ସାହାଯ୍ୟ ବି ଆଶା କରନ୍ତୁନି, କାରଣ ଆଜିକାଲି ସ୍ୱାର୍ଥପର ଦୁନିଆରେ କେହି କାହାକୁ ବିନା ସ୍ୱାର୍ଥରେ ସାହାଯ୍ୟ କରୁନାହାନ୍ତି। ଓକେ ତାପରେ ସେ ପୁଅଟି କେସ୍ ଦେବ, ଯେତେବେଳେ କୁହା ହୁଏ କି ଝିଅକୁ କୁହା ତୁ ଯା କେସ୍ ଦେଇକି ଆସିବୁ, ସେ ପୁଅଟା ନାଁରେ କି ପୁଅ ବ୍ଲାକମେଲ୍ କରୁଛି, ଇଏ କରୁଛି ସିଏ କରୁଛି। ଓକେ ଝିଅର ନିଜ ଭାଇ କୁହେ କି ତୁ ଯା, ଝିଅର ନିଜ ଭାଇ ବି ଜଣେଇଥିଲା କି ତୁ ଯା କେସ୍ ଦେଇକି ଆସିବୁ। ଝିଅଟି କୁହେ ନା ମୁଁ ତ ରାକ୍ଷୀ ତା ହାତରେ ମୁଁ ରାକ୍ଷୀ ବାନ୍ଧିଥିଲି, ମୁଁ ତାକୁ ମୋ ବଡ଼ ଭାଇ ଭଳିଆ ମାନୁଛି, କେବେ ତା ନାଁରେ କେସ୍ ଦେବିନି କି କେସ୍ଟାକୁ ହାଇଲାଇଟ୍ କରିବାକୁ ମୁଁ ଚେଷ୍ଟା କରିବି ନାହିଁ। ଓକେ କିନ୍ତୁ ସେ ପୁଅଟି ଅଲରେଡ଼ି ମାନେ ଫଟୋ ଭାଇରାଲ୍ କରିକି ସେ ଝିଅର ପୁରାପୁରି ଇଜ୍ଜତ ମହତ ନେଇଯାଇଥିଲା। ଯେତେବେଳେ ସେ ପୁଅ ସରି ସେ ନିଜ ଭାଇ ଆଉ ସେ ଝିଅଟି ଯେତେବେଳେ ଆସିକି ପଚାରନ୍ତି ଫୋନ୍ ମାଧ୍ୟମରେ କିମ୍ବା ଆସିକି ପର୍ଯ୍ୟନ୍ତ ମୁଁ ଜାଣିନି, ଯେତେବେଳେ ପଚାରନ୍ତି ତୁ କାହିଁ ଏମିତି କଲୁ, ପୁଅଟି କୁହେ କି ତୋତେ ମୁଁ ମାରିଦେବି କାରଣ ଆମର ଗନ୍ ଅଛି। ତାପରେ ଝିଅର ଭାଇ ଯିଏ ଭାବେ ଗନ୍ ଅଛି, କେଉଁଠି ରଖିଛୁ, କେମିତିଆ ଗନ୍ ଦେଖେଇଲୁ, ଗନ୍ କେତେ ୱେଟ୍ର। ତାହେଲେ ପୁଅଟି କୁହେ ଗନ୍ଟା ହେଉଛି 150 ଗ୍ରାମର ହାଇବ୍ରିଡ଼ ଗନ୍, ଆଉ ମୁଁ ତାକୁ ମିଆଁପୁରରେ ରଖିଛି, ଦେଖ ବେଳେ ତୁମକୁ ସୁଟ୍ କରିକି ଉଡ଼େଇଦେବି। ପୁଅର ଏ ଧମକରେ ସେ ଭାଇ ଭଉଣୀ ଡରିଯାଆନ୍ତି ଆଉ ପଳାନ୍ତି, କାରଣ ଯାହା ତ ଇଜ୍ଜତ ଯାଇଛି, ତ ଆଉ ଇଜ୍ଜତ ନେବାକୁ ସେ କେହି ମାନେ ଆଉ ତାଙ୍କର ଇଜ୍ଜତ ହରାଇବାକୁ ସେ ଚାହୁଁନାହାନ୍ତି, ଏଥିରେ ପୁଅ ଝିଅ ପଳାନ୍ତି। ଆଉ ଝିଅଟି ବିଷ ଖାଇ ଆଜିକୁ ପାଖାପାଖି 8-9 ମାସ ମରିଯାଇଛି, ତ ରାକ୍ଷୀ ପୂର୍ଣ୍ଣିମା ପରଠାରୁ ସେ ମରିଯାଇଛି। ଓକେ ତାର ମାସେ 2 ମାସ ପରେ ସେ ମରିଯାଇଛି। ତ ଭାଇ ତାକୁ ଆଜି ବି କିଛି କହିପାରୁନି, କାରଣ ତା ପାଖରେ ଗନ୍ ଅଛି, ଗନ୍।